ଦେଖନ୍ତୁ ଆମର ଚାହା ଖଟିର ଏଇ ଯୋଉ ଅଭିଯୋଗ ଏଇ ଯୋଉ ଆମର ଅଛି ଚାହା ଖଟିର ଆମର ଯୋଉ ଚର୍ଚ୍ଚାର ବିକାଶ ଯୋଉ ଚର୍ଚ୍ଚା ଏଇଟା ଆମର ଆଜି ଦ୍ୱିତୀୟ ଥର ପାଇଁ କରାଯାଉଛି। ଆସନ୍ତା କାଲିଠୁ ଏଟା ଆରମ୍ଭ କରାଯାଇଛି। ଆପଣ ମାନେ ଜାଣିଥିବେ ଆମର ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ସମସ୍ତଙ୍କ ପାଖରେ ପହଞ୍ଚୁଛନ୍ତି। ଚାହା ଖଟି ଦ୍ୱାରା ଆରମ୍ଭ କରନ୍ତୁ ଆମର ଜନ ଅଭିଯୋଗ ଶୁଣାଣି, ମାନେ ସମସ୍ତ ଲୋକମାନଙ୍କର କେମିତି ସବୁ ସମସ୍ୟା ଅଛି ସେ ସମସ୍ୟା ଆମେ କେମିତି ଆମେ ଦୂର କରିବା, ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସହିତ ବସି ଆଲୋଚନା ମାଧ୍ୟମରେ ଏଇ ଚାହା ଖଟି ମାଧ୍ୟମରେ ଆମେ ଆଲୋଚନା କରିବା କେମିତି ଆମ ଅଞ୍ଚଳ ବିକାଶ କରିବା, ଲୋକଙ୍କ ସମସ୍ୟା କିଛି ନ ରହୁ। ଯେ ଯାହା ବି ହଉଛି ଛୋଟ ବଡ ଯୋଉ କୌଣସି ସମସ୍ୟା ଅଛି ସବୁ ସମସ୍ୟା କେମିତି ଦୂର ହବ, ସେଥିପାଇଁ ଆମର ଏଇ ପ୍ରୟାସ। ଏଭଳିଆ ପ୍ରୟାସ ଦ୍ୱାରା ଆପଣ ମାନେ ଗୋଟେ ଥର ଅଲରେଡି କରିସାରିଲେଣି, ତାର ସୁଫଳ ମିଳିଛି କି ଆପଣ? ନିହାତି ରୂପେ ସୁଫଳ ମିଳିଛି। ଆସନ୍ତା କାଲି ଆମେ କରିଥିଲୁ ଆମର ଏଇ ପଟିଆ ଅଞ୍ଚଳର ଆମର ବରଦେବୀ କଲୋନୀରେ ଆମେ ଆରମ୍ଭ କରିଥିଲୁ। ସେଠି ବି ଆମର 20-25 ଜଣଙ୍କ ଭିତରେ ଆରମ୍ଭ କରିଥିଲୁ। ଧୀରେ ଧୀରେ ଲୋକ ସଂଖ୍ୟା ବଢିଲା, ବଢିକି ଆମର 30-40 ପର୍ଯ୍ୟନ୍ତ ଲୋକ ସଂଖ୍ୟା ଯାଇଛନ୍ତି। ଲୋକମାନେ ମତେ ବହୁତ ଖୁସି, ଯାହା ହଉ ଆମ ପାଖରେ ଆମ ନେତା, ମୁଁ ତ କେବେ ନିଜକୁ ନେତା ଭାବେନି, ସମସ୍ତେ ଭାବେ ଯେ ମୁଁ ଏ ଅଞ୍ଚଳର ସେବକ। ତେଣୁକରି ମୁଁ ସେମାନେ ଆସି ପହଞ୍ଚିଲେ ଯେ ଯେହେତୁ ଆମ ପାଖରେ ଆମ ସେବକ ଆସି ପହଞ୍ଚନ୍ତି, ଆମ ନେତା ପହଞ୍ଚନ୍ତି, ଆମେ ଆମର ଅଭିଯୋଗ ଆମର ଯାହା ଅସୁବିଧା ଆମେ ତାଙ୍କ ପାଖରେ ପ୍ରକାଶ କରିବୁ। ତେଣୁ ବହୁତ ବହୁତ ଖୁସି ଲାଗିଲା। କାଲି ବହୁତ ସୁଫଳ ମିଳିଛି ଆଉ ଭଲ ଭାବରେ କାର୍ଯ୍ୟକ୍ରମ ମଧ୍ୟ ଆମର କରାଯାଇଥିଲା। ଏଇ କାର୍ଯ୍ୟକ୍ରମଟି ଚାହା ଖଟି କାର୍ଯ୍ୟକ୍ରମଟି, ଏଇ କାର୍ଯ୍ୟକ୍ରମ ଦ୍ୱାରା ଆମେ ଲୋକମାନଙ୍କ ସମସ୍ୟା ସହିତ ଆମ ଅଞ୍ଚଳର ଯୋଉ ଛୋଟ ମୋଟ ସମସ୍ୟା ଅଛି ତାକୁ ଦୂର କରିବା ପାଇଁ ଆମେ ପ୍ରତିଶ୍ରୁତି ଦେଇଛୁ। ଆଉ ନିଶ୍ଚିତ ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ତାକୁ ଜଲଦି ଆମେ ତାକୁ ସୁଫଳ କରିବୁ, ସେଥିପାଇଁ ବି ଆମ ଚେଷ୍ଟା ବି ଜାରି ରହିଛି। ଏଠି ଦେଖାଯାଇଛି ଯେ ବହୁତ କର୍ପୋରେଟର ଅଛନ୍ତି, ତା ଭିତରେ ଲକ୍ଷ୍ମୀପ୍ରିୟା ମ୍ୟାଡାମ ଏଠିକାର ବହୁତ ଡେଭଲପ ବି କରୁଛନ୍ତି, ତାଙ୍କ ନାଁ ଅଛି। ଏ ଏରିଆ ବାସୀଙ୍କର ସବୁ ସମୟରେ ଛିଡା ହଅନ୍ତି। ଆମେ ଯେତିକି ମିଡିଆ କଭରେଜ ଭିତରେ ଜାଣିଛୁ 67ଟା ୱାର୍ଡ ଯାହା ଥିଲା ଏବେ ତ ଆହୁରି ବଢିବ ଆଗକୁ। କିନ୍ତୁ ଆପଣଙ୍କର ଗୋଟେ ସ୍ପେଶାଲ ସେବା ମନୋବୃତ୍ତି ରହିଛି, ଯୋଉମାନେ କି ମା ମାନେ ଆଗରୁ ଆପଣ ନ ଆସିବା ପୂର୍ବରୁ ସେମାନେ ଅପେକ୍ଷା କରି ରହିଛନ୍ତି, ଭାରି ଖୁସିରେ ଥିଲେ ଯେ ଆମ ମ୍ୟାଡାମ ଆସିବେ ବୋଲି। ଆପଣ କଣ କହିବେ? ନିହାତି ମୁଁ ପୂର୍ବରୁ କହିଥିଲି ମୁଁ ନେତା ନୁହେଁ, ଏବେ ଏଇ ଅଞ୍ଚଳ ସେବକ ରୂପେ ମୁଁ ନିଜକୁ ପରିଚାଳନା କରୁଛି। ମାନେ ମୁଁ ନିଜକୁ ବି ସବୁବେଳେ ଆଙ୍କ ସେବାରେ ମୁଁ ଲଗାଇବା ପାଇଁ ମୁଁ ଚେଷ୍ଟା କରୁଛି। ଯେହେତୁ ମୁଁ ଏଇ ଗାଁର ଝିଅ, ଏଇ ଗାଁର ବୋହୂ ମଧ୍ୟ, ତେଣୁ ମୋର ଦୁଇଟା ପରିଚୟ ଥାଇ ମୁଁ ଯଦି ମୋ ଅଞ୍ଚଳ ଯଦି ବିକାଶ ନ କରିବି ତେବେ ମୋର ଜୀବନ ବୃଥା। ତେଣୁ ଏଇ ଭଉଣୀ ମାନଙ୍କ ସାହାଯ୍ୟ, ଏଇ ଭାଇ ମାନଙ୍କ ସହଯୋଗରେ ଆଜି ମୁଁ ସେବା କରିବାର ସୁଯୋଗ ପାଇଛି। ନିଶ୍ଚିତ ରୂପେ ଏଇଟା ସବୁ ସମସ୍ତେ କରୁଛନ୍ତି, ସବୁ କର୍ପୋରେଟର ମାନେ କରୁଛନ୍ତି। ମୁଁ କାହିଁକି ମୁଁ ନିଜ ପାଇଁ ମୁଁ ବାହା ନବା ଚାହୁଁନି, ସମସ୍ତେ କରୁଛନ୍ତି। ଯେହେତୁ ଭଗବାନ ଆମକୁ ସେ କର୍ତ୍ତବ୍ୟ ସେ ଦାୟିତ୍ୱ ଦେଇଛନ୍ତି, ଆମେ ନିଶ୍ଚିତ ତୁଲେଇବା ପାଇଁ ଚେଷ୍ଟା କରୁଛୁ। ଆଗାମୀ ଦିନରେ ତୁଲିବୁ, ଆଉ ଯାହା ବି ଛୋଟକାଟ ଆମର ସମସ୍ୟା ଅଛି ତାକୁ ବି ଦୂର କରିବା ପାଇଁ ଚେଷ୍ଟା କରିବୁ।